हेलो हाय नमस्ते भलରେ ଥାନ୍ତୁ ସମସ୍ତେ ଚାଲନ୍ତୁ ଆଜି ଯିବା ଗୋଟେ ନୂଆ ଷ୍ଟାଇଲରେ ନୂଆ ପିଠା ତିଆରି କରିବା ଶିଖେଇବି। ଜାଣିଛନ୍ତି ନା ପାଚିଲା ତାଳ ଜାଣିନଥିବେ କିନ୍ତୁ ପ୍ରାୟ ଲୋକ ବି ଜାଣିନାହାନ୍ତି ପ୍ରାୟ ବି ଜାଣିଛନ୍ତି। ଏଇଟା ହେଲା ତାଳ ଗଜା ମାନେ କୁକୁଣ୍ଡି ତାଳ ଯୋଉ ପିଠା କରିସାରିଲା ପରେ ତା ଇଏଟା ରୁହେ ସେ ଟାଙ୍କୁଆଟା ସେଇଟା ଗଜାରେ ପରିଣତ ହେଇଯାଏ। ସେଇଟା କ'ଣ କରାଯାଏ ନା ଚିରି ସାରିଲା ପରେ ତା ଭିତରେ ଏମିତି ଗଜା ବାହାରେ। ଏଇଟା ରାତିରେ ଅରୁଆ ଚାଉଳ ଉଷୁନା ଚାଉଳ ରାତିରୁ ବତୁରେଇକି ରଖିଦେଇଥିଲି। ଦେଖନ୍ତୁ କୁକୁଣ୍ଡି ଏତିକି ବାହାରିଛି ଏତେ ସାରା। କୁକୁଣ୍ଡିକି ଆମେ କ'ଣ କରୁଛୁ ଦେଖନ୍ତୁ ଭଲସେ ଗ୍ରାଇଣ୍ଡିଙ୍ଗ କରିନେଲୁ। ତାପରେ ଉଷୁନା ଚାଉଳକୁ ଭଲ ଭାବରେ ତାକୁ ବି ଗ୍ରାଇଣ୍ଡିଙ୍ଗ କରିନେବୁ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ତାକୁ ଗୋଟେ ବଡ଼ ପାତ୍ରକୁ ଢାଳି ଦେବୁ। ଢାଳି ସାରିଲା ପରେ ସେଥିରେ ବାଦାମ ନଡ଼ିଆ ଯାହା ବି ଆପଣ ଦେଇପାରିବେ, ଏଇଟା ଅପସନାଲ୍ ଅଛି। ତାପରେ ତାକୁ ଦେଖନ୍ତୁ ତାୱା ବସେଇବେ। ତାୱାରେ ତେଲ ଦେବେ। ତେଲ ଗରମ ହେଲା ପରେ ଏଟା ଅଳ୍ପ ଅଳ୍ପ ହାତରେ ତାକୁ ଦେବେ, କାହିଁକି ନା ଏଟା ଚକୁଳି ନୁହଁ ଯେ ଚାମଚ ସାହାଯ୍ୟରେ ଲଗେଇ ପାରିବେ, ସେମିତି ହେବନି। କିନ୍ତୁ ହାତରେ ଦେବେ। ତାପରେ ଆସ୍ତେ ଆସ୍ତେ ତାକୁ ଓଲଟେଇବେ। ଓଲଟେଇ ହେଇସାରିଲା ପରେ ଦେଖନ୍ତୁ ଆମର ପିଠା କେମିତି ପୁରା ଲାଲ ଟକଟକ ହେଇଛି, କେତେ ସୁନ୍ଦର ଦେଖାଯାଉଛି। ତାପରେ ତାକୁ ପ୍ଲେଟକୁ ବାହାର କରିନେବେ। ଯଦି ଆପଣଙ୍କୁ ଏ ପିଠା ଭଲ ଲାଗେ ତାହେଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚିତ କରିବେ। ଜୟ ଜଗନ୍ନାଥ।